जय श्रीराम गोस्वामी तुलसीदासଙ୍କ ରଚିତ ଶ୍ରୀ ରାମଚରିତ ମାନସର ଏକ ବହୁତ ସୁନ୍ଦର ପ୍ରସଙ୍ଗକୁ ନେଇ ଆଜି ଆମେ କିଛି କଥା ହେବା। ଆଜି ଆମେ ବାଳକାଣ୍ଡର 41 ନମ୍ବର ଦୋହା ଆଉ ତାପରେ ଯୋଉ ଚୌପାଇ ସବୁ ଅଛି ସେଗୁଡ଼ିକର ଗଭୀରତାକୁ ଟିକେ ବୁଝିବା ପାଇଁ ଚେଷ୍ଟା କରିବା। ଏହାର ପୂରା ଭାବ ଆଉ ଭିତରେ କ'ଣ ସନ୍ଦେଶ ଅଛି ସେଟା ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଶୁଣିବା ନିହାତି ଦରକାର। ଆଉ ଯଦି ଏମିତି ଆଧ୍ୟାତ୍ମିକ ଆଲୋଚନା ଭଲ ଲାଗେ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆସନ୍ତୁ ଆଉ ଡେରି ନ କରି ସେ ଦୋହାଟି ପ୍ରଥମେ ଶୁଣିବା। ଦୋହା ସଂଖ୍ୟା ହେଉଛି 41। समन अमित उत्पात सब भरत चरित जपजाग कली अघ खल अवगुण कथन ते जलमल बगकाग 41। ଦେଖନ୍ତୁ ଏ ଦୋହାଟି ଶୁଣିବାକୁ ସିନା ସରଳ ଲାଗୁଛି, ହେଲେ ଏହାର ଅର୍ଥ ଭାରି ଗଭୀର। ଏଠି ତୁଳସୀଦାସ କହୁଛନ୍ତି ଯେ ଭରତଙ୍କ ଚରିତ୍ରର ସ୍ମରଣ ମାନେ ତାଙ୍କ ଗୁଣ ଗାଇବା ବା ତାଙ୍କ ନାଁ ଜପିବା ଗୋଟେ ଯଜ୍ଞ ଭଳି। ଭରତ ଚରିତ ଜପଜାଗ ଆଉ ଏଇ ଯଜ୍ଞର ଶକ୍ତି ଏତେ ବେଶୀ ଯେ ଏଇଟା ସବୁ ପ୍ରକାରର ମାନେ ଅସୀମ ଯେତେ ବିପଦ ଅଶାନ୍ତି ବା ଉପଦ୍ରବ ଉତ୍ପାତ ଅଛି ସବୁକୁ ଶାନ୍ତ କରିଦିଏ। ସମନ ଆଚ୍ଛା, ଅର୍ଥାତ୍ ଭରତଙ୍କ ଚରିତ୍ରରେ ଏମିତି କିଛି ଶକ୍ତି ଅଛି ଯାହା ସବୁ ନେଗେଟିଭିଟିକୁ ଦୂର କରେ। କିନ୍ତୁ ଦ୍ୱିତୀୟ ଲାଇନଟା ସେଟା ତ ପୁରା ଉଲ୍ଟା କଥା କହୁଛି ବୋଧେ। କଲି ଅଘ ଖୈଲ ଅବଗୁଣ କଥନ, ଏଇଟା କ'ଣ? ଏକଦମ ଠିକ ଧରିଛନ୍ତି। ଦ୍ୱିତୀୟ ଲାଇନରେ ଗୋଟେ ତୁଳନା କରାଯାଇଛି, ଗୋଟେ କଣ୍ଟ୍ରାଷ୍ଟ। କୁହାଯାଇଛି ଯେ କଳିଯୁଗର ପାପ କଳି ଅଘ ବିଷୟରେ କହିବା କିମ୍ବା ଦୁଷ୍ଟ ଲୋକଙ୍କ ଖଲ ଦୁର୍ଗୁଣ ଅବଗୁଣ ବିଷୟରେ ଖାଲି ଚର୍ଚ୍ଚା କରିବା। କଥନ ସେଇଟା ସେମିତି ପଙ୍କୁଆ ମଇଳା ପାଣି ଜଲମଲ ଭଳି। ଆଉ ଭାବନ୍ତୁ ସେମିତି ଜାଗାରେ କିଏ ରହେ? ଖାଲି ବଗ ଆଉ କାଉଁ କାଗ, ଯୋଉମାନେ ସାଧାରଣତଃ ଆମେ ଜାଣୁ ଅପରିଷ୍କାର ଜାଗା ସାଙ୍ଗରେ ହିଁ ଜଡ଼ିତ। ବା, ଏଟା ତ ବଡ଼ ଶକ୍ତିଶାଳୀ ଚିତ୍ରଟି। ମାନେ ଖାଲି ନେଗେଟିଭ କଥା ଆଲୋଚନା କଲେ ଆମ ମନଟା ବି ସେଇ ମଇଳା ପାଣି ପରି ହୋଇଯାଏ, ଏମିତି କିଛି ସଂକେତ ଦିଆଯାଇଛି। ହେଲେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ବିଶେଷ କରି ଭରତଙ୍କ ଚରିତ୍ର କାହିଁକି ଏଠି କଳିଯୁଗର ପାପର ଓଲଟା ଭାବରେ ରଖାଗଲା? ଭରତଙ୍କର ଏମିତି କୋଉ ଗୁଣ ଯେ ଏତେ ଶକ୍ତିଶାଳୀ? ବହୁତ ବଢ଼ିଆ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଭରତଙ୍କ ଚରିତ୍ରର ମୂଳ କଥା ହେଲା ତାଙ୍କର ନିଃସ୍ୱାର୍ଥପରତା ଆଉ ତାଙ୍କର ଯୋଉ ଭାଇ ପ୍ରତି ଭଲ ପାଇବା ଅତୁଳନୀୟ। ସେଟା ସାଙ୍ଗକୁ ତ୍ୟାଗ ଆଉ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଅଖଣ୍ଡ ଭକ୍ତି ଆଉ ସମର୍ପଣ। ଏବେ ଭାବନ୍ତୁ କଳିଯୁଗର ମୁଖ୍ୟ ଲକ୍ଷଣ କ'ଣ? ସ୍ୱାର୍ଥ, କଳି, ମିଛ, ଛଳନା। ଭରତଙ୍କ ଚରିତ୍ର ଏସବୁ ନକାରାତ୍ମକତାର ପୂରାପୂରି ବିପରୀତ। ତାଙ୍କର ଯୋଉ ସ୍ଥିରତା, ନିର୍ମଳତା, ଧର୍ମପରାୟଣତା ସେଇଟା ହିଁ କଳିଯୁଗର ଚଞ୍ଚଳତା ଆଉ ପାପ ପ୍ରଭାବକୁ କାଟିବାରେ ସକ୍ଷମ। ସେଥିପାଇଁ ତାଙ୍କ କଥା ମନେ ପଡ଼ିଲେ ହିଁ ମନ ଶାନ୍ତ ହୋଇଯାଏ, ପଜିଟିଭ୍ ଏନର୍ଜି ଆସେ। ବୁଝିଲି। ମାନେ ଏଇଟା ଖାଲି ଭକ୍ତି କଥା ନୁହେଁ, ଏକ ପ୍ରକାର ସାଇକୋଲୋଜିକାଲ ବି। ଯୋଉ ଚରିତ୍ର ଏତେ ସ୍ଥିର ଆଉ ନିଃସ୍ୱାର୍ଥପର ତାଙ୍କ କଥା ଭାବିଲେ ମନର ବିକ୍ଷିପ୍ତ ଭାବ ତ କମିବ। ଆଚ୍ଛା, ଏବେ ଆଗକୁ ଯିବା। ଏଇ ଦୋହା ପରେ ଯୋଉ ଚୌପାଇ ସବୁ ଅଛି ସେଗୁଡ଼ିକର କ'ଣ ବିଶେଷତ୍ୱ? ହଁ, ଏଇ ଦୋହାରି ପରର ଚୌପାଇଗୁଡ଼ିକ ବହୁତ କାବ୍ୟମୟ। ଏଥିରେ ତୁଳସୀଦାସଜୀ କ'ଣ କରିଛନ୍ତି ନା ଶ୍ରୀରାମଙ୍କର ଯଶ ବା କୀର୍ତ୍ତିକୁ ଗୋଟେ ନଦୀ ସରିତ ସାଙ୍ଗରେ ତୁଳନା କରିଛନ୍ତି। ଆଉ ଏଇ କୀର୍ତ୍ତି ରୂପକ ନଦୀ ଆମ ଭାରତବର୍ଷର 6 ଋତୁରେ କେମିତି ଅଲଗା ଅଲଗା ଘଟଣା ଭିତରେ ସୁନ୍ଦର ଭାବରେ ବହି ଚାଲିଛି ତାର ବଢ଼ିଆ ବର୍ଣ୍ଣନା ଦେଇଛନ୍ତି। ରାମଙ୍କର କୀର୍ତ୍ତି ଗୋଟେ ନଦୀ ପରି ଯାହା ସବୁ ଋତୁରେ ବହୁଛି। ଆରେ ବା, ଏଇ ଆଇଡିଆଟା ହିଁ ଭାରି ସୁନ୍ଦର। ପ୍ରକୃତିର ଯୋଉ ସାଇକଲ ତା ସାଙ୍ଗରେ ରାମ କଥାର ବଡ଼ ବଡ଼ ଘଟଣାକୁ ଯୋଡ଼ିବା, ଏଇଟା ତ ଅସାଧାରଣ କଳ୍ପନା। ଆସନ୍ତୁ ପ୍ରଥମ ଚୌପାଇଟି ଦେଖିବା। କିରତି ସରିତ ଛହୁ ଋତୁ ରୂରି ସମୟ ସୁହାବନି ପାବନି ଭୁରି ହିମ ହିମଶୈଳ ସୁତା ଶିବ ବ୍ୟାହୁ ଶିଶିର ସୁଖଦ ପ୍ରଭୁ ଜନମ ଉଚ୍ଛାହୁ। ହଁ, ଦେଖନ୍ତୁ ପ୍ରଥମ ଲାଇନରେ ପୁରା ସ୍ପଷ୍ଟ କରିଦେଇଛନ୍ତି ଶ୍ରୀରାମଙ୍କ କୀର୍ତ୍ତି ହେଉଛି ସେଇ ନଦୀ ଯାହା 6ଟା ଯାକ ଋତୁରେ ସୁନ୍ଦର ଲାଗେ। ଏଇଟା ସବୁବେଳେ ମନକୁ ଭଲ ଲାଗେ, ସମୟ ସୁହାବନି ଆଉ ବହୁତ ବେଶୀ ଭୁରି ପବିତ୍ର କରେ। ପାବନି ମାନେ ଖାଲି ଶୁଣିବାକୁ ଭଲ ଲାଗେନି, ମନକୁ ବି ଶୁଦ୍ଧ କରେ। ଏବେ ଦ୍ୱିତୀୟ ଲାଇନରେ ଋତୁ ସାଙ୍ଗରେ ଘଟଣାକୁ ଯୋଡ଼ିଛନ୍ତି। ଭଗବାନ ଶିବ ଆଉ ହିମାଳୟର ଝିଅ ମା ପାର୍ବତୀଙ୍କର ଯୋଉ ଦିବ୍ୟ ବାହାଘର ବ୍ୟାହୁ ହୋଇଥିଲା ସେଇଟାକୁ କହୁଛନ୍ତି ହିମନ୍ତ ଋତୁର ସ୍ୱରୂପ। ହିମନ୍ତ ଋତୁ ସାଙ୍ଗରେ ଶିବ ପାର୍ବତୀ ବିବାହ,
ଏହାର କ'ଣ ସମ୍ବନ୍ଧ ଥାଇପାରେ? ହିମନ୍ତ ତ ଶୀତ ଆସିବା ସମୟ ଟିକେ ଗମ୍ଭୀର ପରିବେଶ ଭଳି ଲାଗେ। ହୁଏତ ଏଠି ହେମନ୍ତ ଋତୁର ଯୋଉ ଶାନ୍ତ, ସ୍ନିଗ୍ଧ ଆଉ ପବିତ୍ର ଭାବଟା ଅଛି ସେଇଟାକୁ ଇଙ୍ଗିତ କରାଯାଇଛି। ଦେଖନ୍ତୁ, ଶିବ ପାର୍ବତୀଙ୍କ ବିବାହ ଗୋଟେ ବହୁତ ବଡ଼ ଆଧ୍ୟାତ୍ମିକ ମିଳନ। ଏଥିରେ ବାହାରର ଆଡମ୍ବରଠୁ ବେଶୀ ଭିତରର ପବିତ୍ରତା ଆଉ ଶାନ୍ତିର ମହତ୍ତ୍ୱ ବେଶୀ। ହେମନ୍ତର ସେଇ ଶୀତଳତା ବୋଧେ ସେମିତି ଗୋଟେ ଗଭୀରତା ଆଉ ସ୍ଥିରତାକୁ ଦେଖାଉଛି। ଠିକ୍ ସେମିତି ପ୍ରଭୁ ଶ୍ରୀରାମଙ୍କ ଜନ୍ମବେଳର ଯୋଉ ଆନନ୍ଦ ଉତ୍ସାହ, ତାକୁ ସୁଖଦ ଶିଶିର ଋତୁ ସାଙ୍ଗରେ ତୁଳନା କରାଯାଇଛି। ଶିଶିର ଋତୁରେ ଥଣ୍ଡା ଥାଏ ସତ, କିନ୍ତୁ ଗୋଟେ ମଧୁରତା ଥାଏ, ଗୋଟେ ନୂଆ ଆଶା ଆସିଲା ଭଳି ଲାଗେ। ପ୍ରଭୁଙ୍କ ଆବିର୍ଭାବ ବି ତ ସଂସାର ପାଇଁ ସେମିତି ଗୋଟେ ନୂଆ ଆଶା ଆଉ ଆନନ୍ଦ ନେଇକି ଆସିଥିଲା। ଆଚ୍ଛା, ମାନେ ପ୍ରତି ଋତୁର ଯୋଉ ଗୋଟେ ଫିଲ୍ ବା ମିଜାଜ ଅଛି, ତାକୁ ରାମକଥାର ମେନ୍ ଘଟଣା ସହ ଯୋଡ଼ି ତୁଳସୀଦାସ ସେଇ ଘଟଣାଗୁଡ଼ିକର ଯୋଉ ଭାବଗତ ଗଭୀରତା, ତାକୁ ଆହୁରି ବଢ଼ାଇ ଦେଇଛନ୍ତି। ଏଇଟା ବାସ୍ତବରେ ଭାବିବା କଥା। ବଢ଼ିଆ। ଏବେ ତାପରେ ଚଉପାଇ ଦେଖିବା। ବର୍ଣ୍ଣବ ରାମ ବିବାହ ସମାଜୁ, ସୌମୁଦମଙ୍ଗଲମୟ ଋତୁରାଜୁ। ଗ୍ରୀଷ୍ମ ଦୁଃସହ, ରାମ ବନ ଗବନୁ, ପନ୍ଥ କଥା ଖର ଆତପ ପବନୁ। ଏଠି ଦେଖନ୍ତୁ, ପ୍ରଥମେ ଶ୍ରୀରାମଙ୍କର ବାହାଘର ସମାରୋହ କଥା କୁହାଯାଇଛି, ଆଉ ଏଇ ବାହାଘର ଉତ୍ସବର ବର୍ଣ୍ଣନାକୁ ଖୁସିମୁଦ ଆଉ ମଙ୍ଗଳମୟ ଭରା ଋତୁରାଜ ବସନ୍ତ ସାଙ୍ଗରେ ତୁଳନା କରାଯାଇଛି। ବସନ୍ତ ଋତୁ ଯେମିତି ପ୍ରକୃତିରେ ପୁରା ନୂଆପଣ, ରଙ୍ଗ, ସୁନ୍ଦରତା, ଉଲ୍ଲାସ ଭରିଦିଏ, ଠିକ୍ ସେମିତି ଶ୍ରୀରାମ ଆଉ ସୀତାଙ୍କ ବାହାଘର ବି ସମସ୍ତଙ୍କ ପାଇଁ ଆନନ୍ଦ ଆଉ ମଙ୍ଗଳର ଖବର ଥିଲା। ହଁ, ବସନ୍ତ ତ ଯୌବନ, ପ୍ରେମ, ଆନନ୍ଦର ଋତୁ। ଶ୍ରୀରାମଙ୍କ ବାହାଘର ପାଇଁ ଏହାଠୁ ଭଲ ତୁଳନା ଆଉ କ'ଣ ହବ? କିନ୍ତୁ ତାପର ଲାଇନରେ ପୁଣି ଗୋଟେ ପୁରା ଅଲଗା ଚିତ୍ର ଆସୁଛି, ଗ୍ରୀଷ୍ମ ଋତୁ। ହଁ, ଏଇଟା ଜୀବନର ବାସ୍ତବତାକୁ ଦେଖୁଛି। ସୁଖ ପରେ ଦୁଃଖ ତ ଆସେ। ଶ୍ରୀରାମଙ୍କ ବନବାସ ଯିବା, ରାମ ବନ ଗମନୁ, ସେଇ ଯୋଉ କଷ୍ଟଦାୟକ ଘଟଣା, ତାକୁ ଅସହ୍ୟ ଦୁଃସହ ଗ୍ରୀଷ୍ମ ଋତୁ ସାଙ୍ଗରେ ଯୋଡ଼ାଯାଇଛି। ଗ୍ରୀଷ୍ମର ଯେମିତି ପ୍ରଚଣ୍ଡ ଖରା, ତାତି ଦେହ ମନକୁ କଷ୍ଟ ଦିଏ, ବନବାସର ଦୁଃଖ ବି ସେମିତି ଅସହନୀୟ ଥିଲା। ଆଉ ଖାଲି ସେତିକି ନୁହେଁ, ସେଇ ବଣଯାତ୍ରା ବେଳର ଯୋଉ ରାସ୍ତା, ପନ୍ଥ ଆଉ ତାର କାହାଣୀ କଥା, ତାକୁ ଗ୍ରୀଷ୍ମ ଋତୁର ପ୍ରଖର ଖରା ଆତପ ଆଉ ଗରମ ପବନ ସାଙ୍ଗରେ ତୁଳନା କରାଯାଇଛି। ଏଇଟା ଦେଖୁଛି ଯେ ସେ ଯାତ୍ରା ଖାଲି ମାନସିକ ଭାବେ ନୁହେଁ, ଶାରୀରିକ ଭାବେ ବି ବହୁତ କଠିନ ଆଉ କଷ୍ଟକର ଥିଲା। ଜୀବନର ଏଇ ଯୋଉ ଦୁଇଟା ଚରମ ଅନୁଭୂତି, ବସନ୍ତର ଖୁସି ଆଉ ଗ୍ରୀଷ୍ମର କଷ୍ଟ, ଏ ଦୁଇଟାକୁ ଗୋଟିଏ ଚୌପାଇରେ ରଖିବା ଦ୍ୱାରା ବଡ଼ ଗଭୀର ଦାର୍ଶନିକ ସତ୍ୟଟେ ସାମ୍ନାକୁ ଆସୁଛି। ସୁଖ ଦୁଃଖର ଚକ୍ର ଚାଲିଥିବ। ଆଚ୍ଛା, ତାପରେ ଚୌପାଇରେ କୋଉ ଋତୁ ଆଉ କୋଉ ଘଟଣା ଅଛି? ବର୍ଷା ଘୋର ନିଶାଚରରାରୀ, ସୁରକୁଲଶାଲି ସୁମଙ୍ଗଲକାରୀ, ରାମ ରାଜ ସୁଖ ବିନୟ ବଢ଼ାଇ, ବିଶଦ ସୁଖଦ ସୋଇ ଶରଦ ସୁହାଇ। ଏ ଚୌପାଇରେ ପ୍ରଥମେ ରାକ୍ଷସମାନଙ୍କର ଯୋଉ ଭୟଙ୍କର ଯୁଦ୍ଧ ରାରି ହେଇଥିଲା, ତାକୁ ବର୍ଷା ଋତୁ ସହ ଯୋଡ଼ିଛନ୍ତି। ଦେଖନ୍ତୁ, ବର୍ଷା ଋତୁରେ ଯେମିତି ମେଘ ଘଡ଼ାଘଡ଼ି କରେ, ବିଜୁଳି ମାରେ, ପ୍ରବଳ ବର୍ଷା ହୁଏ, ଚାରିଆଡ଼େ ଗୋଟେ ପ୍ରକାର ଆଲୋଡ଼ନ ସୃଷ୍ଟି ହୁଏ, ଠିକ୍ ସେମିତି ରାକ୍ଷସଙ୍କ ସହ ଯୁଦ୍ଧ ବି ବହୁତ ଭୀଷଣ ଆଉ ସଂଘର୍ଷମୟ ଥିଲା। କିନ୍ତୁ ବର୍ଷା ତ ଖାଲି ବିଧ୍ୱଂସକାରୀ ନୁହେଁ, ଏଇଟା ତ ଜୀବନ ବି ଦିଏ, ଫସଲ ପାଇଁ ଦରକାର। ଏଠି କ'ଣ ସେମିତି କିଛି ଇସାରା ଅଛି? ନିଶ୍ଚୟ ଅଛି। ଦ୍ୱିତୀୟ ଲାଇନଟା ତାହିଁ କହୁଛି। ଏ ଯୁଦ୍ଧ ଯଦିଓ ଭୟଙ୍କର ଥିଲା, ଏଟା ଦେବତାଙ୍କ କୂଳ ସୁରକୂଳ ପାଇଁ, ଯାହାକି ଧାନ ଫସଲ ସାଲି ପରି, ତା ପାଇଁ ଅତ୍ୟନ୍ତ ମଙ୍ଗଳକାରୀ ସାବ୍ୟସ୍ତ ହେଲା। ଯେମିତି ବର୍ଷା ପାଣି ଧାନ ଗଛକୁ ବଢ଼ିବାରେ ସାହାଯ୍ୟ କରେ, ସେମିତି ଏ ଯୁଦ୍ଧ ଦେବତାମାନଙ୍କୁ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତ କରି ତାଙ୍କ ପାଇଁ ଭଲ କଲା। ଏକ ପ୍ରକାରରେ ଦେଖିଲେ ଏହା ଏକ ସୃଜନାତ୍ମକ ବିଧ୍ୱଂସ, ଯାହା ପରେ ଶାନ୍ତି ଆଉ ଧର୍ମ ପୁଣି ଥରେ ସ୍ଥାପିତ ହୁଏ। ଆଉ ଯୁଦ୍ଧର ଏଇ ବର୍ଷା ପରେ ଆସୁଛି ଶାନ୍ତିର ଶରତ। ଶ୍ରୀରାମଙ୍କ ରାଜ୍ୟ, ରାମରାଜ, ଯାହା ସୁଖ, ବିନମ୍ରତା ଆଉ ମହାନତା ବା ଗୌରବ ବଡ଼ାଇରେ ପରିପୂର୍ଣ୍ଣ ଥିଲା, ତାକୁ ସୁନ୍ଦର, ସୁହାଇ, ନିର୍ମଳ ବା ସଫା, ବିଶଦ ଆଉ ସୁଖଦ ଶରଦ ଋତୁ ସହିତ ତୁଳନା କରାଯାଇଛି। ଦେଖିବେ, ଶରତ ଋତୁରେ ଆକାଶ ପୁରା ସଫା ଥାଏ, ପରିବେଶ ଶାନ୍ତ ଆଉ ଭାରି ଆରାମଦାୟକ ଲାଗେ। ରାମ ରାଜ୍ୟର ଯୋଉ ଆଦର୍ଶ ଅବସ୍ଥା, ତାକୁ ଏଇଟା ପୁରା ଠିକ୍ ଭାବେ ଦେଖାଉଛି। ହଁ, ଏଇ ଯୋଉ କ୍ରମଟା ଅଛି, ଗ୍ରୀଷ୍ମର କଷ୍ଟ, ତାପରେ ବର୍ଷାର ସଂଘର୍ଷ, ଆଉ ତାପରେ ଶରତର ଶାନ୍ତି ଆଉ ସମୃଦ୍ଧି, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଲାଗୁଛି।
ଏଇଟା ଜୀବନଯାତ୍ରା ଆଉ ଆଧ୍ୟାତ୍ମିକ ବିକାଶର ଗୋଟେ ସୁନ୍ଦର ରୂପକ। ବଢ଼ିଆ। ଏବେ ଶେଷ ଚୌପାଇଟି ଦେଖିବା, ଯାହା ଏଇ ଋତୁଚକ୍ରର ବର୍ଣ୍ଣନାକୁ ଶେଷ କରୁଛି। ସତୀ ଶିରୋମଣି ସିଓ ଗୁଣଗାଥା સોઈ ગુણ અમલ અનુપમ પાથા ભરત સુભાવ સુશીતલતાઈ સદા એક રસ બરની ન ଯାଇ। ହଁ, ଏଇ ଚୌପାଇରେ ତୁଳସୀଦାସ କ'ଣ କରୁଛନ୍ତି ନା ଋତୁଚକ୍ର ତୁଳନାରୁ ଟିକେ ବାହାରି ମହାକାବ୍ୟର ଦୁଇଜଣ ମୁଖ୍ୟ ସ୍ତମ୍ଭ ପରି ଚରିତ୍ର ମାତା ସୀତା ଆଉ ଭରତଙ୍କ ଉପରେ ଫୋକସ୍ କରୁଛନ୍ତି। ପ୍ରଥମେ କହୁଛନ୍ତି ସତୀମାନଙ୍କ ଭିତରେ ଶ୍ରେଷ୍ଠ ବା ଶିରୋମଣି ହେଉଛନ୍ତି ସୀତାମାତା ସିଅ। ତାଙ୍କର ଗୁଣର ଗାଥା ଗୁଣଗାଥା ସେଇଟା ହିଁ ହେଉଛି ନିର୍ମଳ, ଅମଲ, ଅନୁପମ ଜଳ ପାଥା। ପାତ୍ ଶବ୍ଦର ଅର୍ଥ ଜଳ ବୋଲି କହିଲେ ଏହାର କିଛି ବିଶେଷ ମାନେ ଅଛି କି? କାରଣ ରାମଙ୍କ କୀର୍ତ୍ତିକୁ ବି ତ ନଦୀ କୁହାଯାଇଥିଲା। ହଁ, ପାଥର ମୁଖ୍ୟ ଅର୍ଥ ହେଉଛି ଜଳ। ଯେମିତି ନିର୍ମଳ ପାଣି ଜୀବନ ପାଇଁ ନିହାତି ଦରକାର ଆଉ ଶୋଷ ମେଣ୍ଟାଏ, ସେମିତି ମାତା ସୀତାଙ୍କ ଚରିତ୍ରର କାହାଣୀ ବି ଆମ ଆଧ୍ୟାତ୍ମିକ ଶୋଷକୁ ଶାନ୍ତ କରେ ଆଉ ଜୀବନକୁ ପବିତ୍ର କରେ। ଏହାର ଆଉ ଗୋଟେ ଅର୍ଥ ପାଥ ବା ରାସ୍ତା ବି ହେଇପାରେ। ମାନେ ସୀତାଙ୍କ ଚରିତ୍ର ହିଁ ସେଇ ନିର୍ମଳ ଅନୁପମ ରାସ୍ତା ଯାହାକୁ ଆମେ ଅନୁସରଣ କରିବା କଥା। ତାଙ୍କର ଧୈର୍ଯ୍ୟ, ପବିତ୍ରତା, ସମର୍ପଣ ଏହିସବୁ ଗୁଣ ହିଁ ସେହି ଶୁଦ୍ଧ ପାଣି ବା ସେଇ ରାସ୍ତା ପରି। ଆଉ ଦେଖନ୍ତୁ, ପୁଣି ଥରେ ଭରତଙ୍କ କଥା ଆସୁଛି, ଯୋଉଠୁ ଆମେ ଆଲୋଚନା ଆରମ୍ଭ କରିଥିଲେ। ଭରତଙ୍କ ସ୍ୱଭାବ ଆଉ ତାଙ୍କର ସେଇ ଯୋଉ ସୁଶୀତଳତା, ମାନେ ଧୈର୍ଯ୍ୟ ଆଉ ଶାନ୍ତି, ସୁଶୀତଳତାଇ ସେଇଟା ସବୁବେଳେ ସଦା ଏକାଭଳି ରହେ, ଏକରସ। ତାଙ୍କ ମନରେ କିଛି ବିକାର ନାହିଁ। ପରିସ୍ଥିତି ଯାହା ବି ହଉ, ତାଙ୍କର ରାମଭକ୍ତି ଆଉ କର୍ତ୍ତବ୍ୟନିଷ୍ଠା ପୁରା ଅଟଳ। ଏ ଗୁଣ ଏତେ ମହାନ ଯେ ତାକୁ ବର୍ଣ୍ଣନା କରିହେବନି, ବର୍ଣ୍ଣି ନ ଯାଇ। ଓହୋ, ତେବେ ଏଇ ଚାରିଟା ଚୌପାଇରେ ତୁଳସୀଦାସ ଖାଲି ରାମକଥାର ମୁଖ୍ୟ ଘଟଣାକୁ ଋତୁ ସହ ଯୋଡ଼ି ନାହାନ୍ତି, ବରଂ ଏ କାହାଣୀର ଯୋଉ ମୂଳଦୁଆ ଭଳି ମହାନ ଚରିତ୍ରମାନେ ଅଛନ୍ତି ସେମାନଙ୍କ ଗୁଣର ମହତ୍ୱକୁ ବି ଦେଖେଇଛନ୍ତି। ବିଶେଷ କରି ସୀତାଙ୍କ ପବିତ୍ରତା ଆଉ ଭରତଙ୍କର ସେ ଅଟଳ ସ୍ଥିରତା। ଏକଦମ। ଏଇଟା ହିଁ ତ ତୁଳସୀଦାସଙ୍କ ଲେଖନୀର କମାଲ। ସେ ଖାଲି କାହାଣୀ କହନ୍ତିନି, ବରଂ କାହାଣୀ ଭିତରେ ଜୀବନର ଗଭୀର ସତ୍ୟ, ଆଦର୍ଶ ଆଉ ଦର୍ଶନକୁ ଏତେ ସରଳ କିନ୍ତୁ ଏତେ ପ୍ରଭାବଶାଳୀ ଢଙ୍ଗରେ ସାମ୍ନାକୁ ଆଣନ୍ତି। ପ୍ରକୃତିର ଯୋଉ ଋତୁଚକ୍ର, ସେମିତି ହିଁ ରାମକଥା ବା ଆମ ନିଜ ଜୀବନ, ଏଥିରେ ସବୁ ରଙ୍ଗ ଅଛି, ସବୁ ଅନୁଭୂତି ଅଛି। ହଁ, ସତ କଥା। ବସନ୍ତର ଆନନ୍ଦ, ଗ୍ରୀଷ୍ମର କଷ୍ଟ, ବର୍ଷାର ସଂଘର୍ଷ, ଶରତର ଶାନ୍ତି, ପୁଣି ହେମନ୍ତ ଆଉ ଶିଶିରର ସ୍ଥିରତା ଓ ନୂଆ ଆଶା, ଏସବୁ ମିଶିଲେ ଯାଇ ଜୀବନ। ଆଉ ରାମାୟଣ ଏ ପୁରା ଚକ୍ରଟାକୁ ଦେଖାଏ। ଏଇଟା ଖାଲି ଗୋଟେ କାହାଣୀ ନୁହେଁ, ଗୋଟେ ଦର୍ପଣ, ଯେମିତି ଯୋଉଥିରେ ଆମେ ଜୀବନର ସବୁ ପର୍ଯ୍ୟାୟର ଛବି ଦେଖିପାରିବା। ବିଲକୁଲ। ଆଉ ଏଇ ଜୀବନଯାତ୍ରାରେ ସ୍ଥିର ରହିବା ପାଇଁ, ଠିକ୍ ରାସ୍ତାରେ ଚାଲିବା ପାଇଁ ମାତା ସୀତାଙ୍କ ପରି ପବିତ୍ରତା ଆଉ ଭରତଙ୍କ ପରି ନିଃସ୍ୱାର୍ଥପରତା ଓ ଅଟଳ ନିଷ୍ଠା, ଏଇଗୁଡ଼ିକ ହିଁ ଆମର ସାହା ଭରସା। ସେମାନଙ୍କ ଚରିତ୍ର ହେଉଛି ସେ ନିର୍ମଳ ପାଣି ବା ସେହି ଅବିଚଳିତ ସ୍ଥିତି ଯାହା କଳିଯୁଗର ସବୁ ଉପଦ୍ରବ ବା ନକାରାତ୍ମକତାକୁ ଶାନ୍ତ କରିପାରେ, ଯେମିତି ଆମେ ପ୍ରଥମ ଦୋହାରେ ଦେଖିଲେ। ବାଃ, ଏଇ ଆଲୋଚନା ବାସ୍ତବରେ ରାମଚରିତମାନସର ଏଇ ଅଂଶକୁ ଗୋଟେ ନୂଆ ଆଖିରେ ଦେଖିବାରେ ସାହାଯ୍ୟ କଲା। ଆଶା କରୁଛୁ ଆମର ଶ୍ରୋତାମାନଙ୍କୁ ବି ଏହି ଗଭୀର କଥାବାର୍ତ୍ତା ନିଶ୍ଚୟ ଭଲ ଲାଗିଥିବ। ଯଦି ଆପଣଙ୍କ ଆମର ଏ ପ୍ରୟାସ ଆଉ ଏହି ଆଲୋଚନା ପସନ୍ଦ ଆସିଲା, ତେବେ ଏହାକୁ ନିଶ୍ଚୟ ଲାଇକ୍ କରନ୍ତୁ ଆଉ ଅନ୍ୟ ଧର୍ମପ୍ରେମୀ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଭଗବାନ ଶ୍ରୀରାମଙ୍କ କୃପା ଆଉ ଆଶୀର୍ବାଦ ସବୁବେଳେ ସମସ୍ତଙ୍କ ଉପରେ ରହିଥାଉ। ଆଉ ଯଦି ଏ ଚର୍ଚ୍ଚା ଆପଣଙ୍କୁ ସତରେ କିଛି ନୂଆ ଶିଖେଇଲା କିମ୍ବା ଆପଣଙ୍କ ମନକୁ ଛୁଇଁଲା, ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖି ଆପଣଙ୍କ ଭାବନା ଜଣେଇ ପାରିବେ। ଆଗାମୀ ଦିନରେ ଶ୍ରୀରାମଚରିତମାନସର ପରବର୍ତ୍ତୀ ଅଂଶ ଉପରେ ଏମିତି ଆହୁରି ଗଭୀର ଆଉ ମଜାଦାର ଆଲୋଚନା ନେଇ ଆମେ ପୁଣି ଆସିବୁ। ସେ ପର୍ଯ୍ୟନ୍ତ ଗୋଟେ ବିଚାର ସହ ଆପଣଙ୍କୁ ଛାଡ଼ି ଯାଉଛୁ, ଯେମିତି ଋତୁଚକ୍ର ତ ଚାଲିଥାଏ, ସୁଖ ଦୁଃଖ ଆସେ ଆଉ ଯାଏ, କିନ୍ତୁ ଭରତଙ୍କ ପରି ସ୍ଥିରତା ଆଉ ସୀତାଙ୍କ ପରି ନିର୍ମଳତା କ'ଣ ସବୁ ପରିସ୍ଥିତିରେ ଆମ ଜୀବନକୁ ଠିକ୍ ବାଟ ଦେଖେଇ ପାରିବା? ଟିକେ ଭାବିବେ। ଜୟ ଶ୍ରୀରାମ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।